ଆଜି ସକାଳୁ ସକାଳୁ ଉଠି ମାର୍କେଟ ଆସିବାର ଏହି ଅଭିପ୍ରାୟ ଯେ ତ ପୁଅର ଦେହ ଖରାପ ଅଛି ତା ପାଇଁ ମେଡ଼ିସିନ ଟିକେ ନେବାର ତ ଥିଲା କମ୍ପଲସରି। ଆଉ ତା ସାଙ୍ଗରେ ଯେହେତୁ ଦେଖିଲି ଶୁକ୍ରବାରଟା ଅଛି ଟିକେ ମାଛ ନେଇକି ବି ପଳେଇ ଆସିଲି। ଯେମିତିକି ରାମନବମୀ ଲାଗି ବହୁତ ଦିନ ହେଲାଣି ଲାଷ୍ଟ ୱିକ୍ଠୁ ମାନେ ଘରକୁ ଆଉ ନନଭେଜ୍ ଆସିନି, ମାନେ ଅଣ୍ଡା ବଗେରା ତ ଥିଲା ଖିଆ ହେଇଛି କିନ୍ତୁ ହଁ ଏମିତି ମାଛ ୟା ଚିକେନ ବଗେରା କିଛି ଆସିନି, କାହିଁକିନା ରବିବାର ଦିନ ହିଁ ରାମନବମୀ ପଡ଼ିଥିଲା। ତା ପୂର୍ବ ରବିବାର ଥିଲା ନବମୀର ଷ୍ଟାର୍ଟିଂ ଦିନ, ଏଇ ରବିବାରଟା ଥିଲା ମତଲବ ନବମୀର ଶେଷ ଦିନ। ତ ଇଏ ହେଇଗଲା ପାଖାପାଖି 8 ଦିନ, ଆଉ ତା ପୂର୍ବ ରବିବାର ହିଁ ଆମର ନନଭେଜ୍ ଆସିଲା। ତ ଏମିତି ହେଇକି 15 ଦିନ ହେଇଗଲାଣି। ତାପରେ ପୁଣି ରବିବାରଠୁ ଆଜି ଶୁକ୍ରବାର ଯାଏ ଅଣ୍ଡା ତ ଖାଇଛୁ ମତଲବ ରବିବାର ପରଠୁ ବୁଧବାର ଦିନ, ଆଉ କିନ୍ତୁ ଏମିତି ମାଛ ବଗେରା କିଛି ଆସିନି। ଆଉ ମାଛଟାକୁ ଆଣିକି ବହୁତ କଡ଼ା କରିକି ଭଲ ଭାବରେ ଭାଜିଦେଲି। ଆଉ ଡକ୍ଟର ମାନେ ଏମିତି କୁହନ୍ତି କି ମାଛ ଛାଣିକି ଖାଆନ୍ତିନି, ମାଛଟାର ଏମିତି ଛାଣିଦେଲେ ତାର ସବୁତକ ହେଲ୍ଦି ଅର୍ ପାର୍ଟଟା ନଷ୍ଟ ହେଇଯାଏ ବୋଲି। କିନ୍ତୁ ୟାଠୁ କମ୍ ଛାଣିଲେ ମାଛଟା ମାନେ ଖାଇ ହୁଏନି, ମୋତେ ଟିକେ ଆଇଁଷିଣିଆ ଲାଗେ, ତ ସେଥିଲାଗି ମୁଁ ଖାଇପାରେନି। ତ ଏମିତି ଭାବରେ ମାଛଟାକୁ ଛାଣିଦେଲି। ଆଉ ତାପରେ ଏବେ ମାଛର ଝୋଳଟା ବନେଇ ନେବା। ପିଆଜକୁ ଆଡ଼୍ କରିଦେଲି, ପିଆଜ ଗୋଲ୍ଡେନ୍ ବ୍ରାଉନ୍ ହେଇଗଲା ପରେ କଞ୍ଚା ଲଙ୍କା ଆଡ଼୍ କଲି, ତାପରେ କାଶ୍ମୀରୀ ଲାଲ ମିର୍ଚ ପାଉଡ଼ର ଆଡ଼୍ କଲି, ତାପରେ ଏଇଟା ବେସରଟା ବାଟିକି ରଖିଥିଲି ତାକୁ ଆଡ଼୍ କରିଦେଲି। ଏବେ ହାଲକା ଟିକେ ପାଣି ଆଡ଼୍ କରିଦେବା। ଏବେ ବେସରଟା ଟିକେ କଷିବାକୁ ଟାଇମ୍ ଲାଗିବ। ଆଉ ପୁଅ ମୋର ଏଠି ଠିଆ ହେଇଛି, ଘରେ ତ ଆଉ କେହି ନାହାନ୍ତି, ଝିଅ ସ୍କୁଲ ଯାଇଛି, ହଜବ୍ୟାଣ୍ଡ ଅଫିସ୍ ଯାଇଛନ୍ତି। ତ ସେଥିପାଇଁ ସେ ଏକା ଏଠି ମୁଁ ଯେତେବେଳେ ବି ରୋଷେଇ କରେ ସେ ଆସିକି ଏଇଠି ଏମିତି ହିଁ ଠିଆ ହେଇଥାଏ। ଆଉ କ୍ୟାମେରାରେ ଟିକେ ନିଜର ଆକ୍ଟିଭିଟି ସେ ଦେଖାଏ, ମାନେ ଜୋର ଜବରଦସ୍ତି ମୋ କ୍ୟାମେରା ଫ୍ରେମ୍କୁ ସେ ପଶି ଆସେ। ଆଉ ଦେହଟା ତାର ଭଲ ନାହିଁ, ଯେ ମୋର ବି ମନଟା ଟିକେ ଭଲ ନାହିଁ। ପିଲାଙ୍କର ଦେହ ଖରାପ ହେଲେ ଏମିତି ଆପଣଙ୍କୁ ସମସ୍ତଙ୍କୁ ଲାଗୁଥିବ। ତାପରେ ଏବେ ମୁଁ ହଳଦୀ ଆଡ଼୍ କରିଦେଇଛି। ଆଉ ଏ ବେସରଟା ତେଲ ଉପରକୁ ଉଠି ଆସିବା ପର୍ଯ୍ୟନ୍ତ ଆମେ କଷି ନେବା। ଆଉ ଏବେ ସେଟା ଡ୍ରାଏ ହେଇ ଆସିଲାଣି। ଏବେ ଟମାଟର 3ଟା ପାଖାପାଖି ମୁଁ ଏଠି କାଟିକି ଏଥିରେ ଆଡ଼୍ କରିଦେଇଛି। ଏବେ ଏଥିରେ ଆମେ ପାଣି ଆଡ଼୍ କରିଦେବା, ଆଉ ତାକୁ ତେଲ ଉପରକୁ ଉଠି ଆସିବା ପର୍ଯ୍ୟନ୍ତ କୁକ୍ କରିବା। 10ରୁ 15 ମିନିଟ୍ ଭଲ ଭାବରେ ସେଟା କୁକ୍ ହେଇସାରିଲା ପରେ ତେଲ ଉପରକୁ ଉଠି ଆସିଲା, ତାପରେ ମୁଁ ମାଛକୁ ଆଡ଼୍ କଲି। ଆଉ ଏବେ ଦେଖନ୍ତୁ ମାଛ ଝୋଳଟା ବର୍ତ୍ତମାନ ରେଡ଼ି ହେଇଗଲାଣି। ଆଉ ଏଇଟା ରହିଲା ପରେ ଆଉ ଟିକେ ମୋଟା ହେଇଯିବ। ଆଉ ପୁଅର ତ ଦେହ ଭଲ ନାହିଁ, ତାକୁ ଜ୍ୱର ହେଉଛି, ତ ତା ପାଇଁ ପାରାସିଟାମଲଟା ନେଇ ଆସିଛି। ଆଉ ତାପରେ ଦେଖିବା କେମିତି କ'ଣ ତାର ଦେହଟା ହେଉଛି। ଆଉ ଏବେ ପିଓର କେବଳ ଆଉ କିଛି ବି ଏକ୍ସଟ୍ରା ବନେଇନି, ମାଛ ଝୋଳକୁ ଭାତ। ମୋର ଆଜିର ଲଞ୍ଚରେ ଅଛି, ଆଉ ଏକ୍ସଟ୍ରା କିଛି ବନେଇବା ପାଇଁ ପେସେନ୍ସ ବି ନାହିଁ, କାହିଁକିନା ବାହାରକୁ ଯାଇଥିଲି ବହୁତ ଖରା ହେଇଥିଲା। ତ ଏବେ ଯାଉଛି ମୁଁ ଲଞ୍ଚ କରିବା ପାଇଁ। ଆଉ ଆପଣମାନେ କ'ଣ ଲଞ୍ଚ କଲେ ମୋତେ କମେଣ୍ଟରେ ନିଶ୍ଚିନ୍ତ ଭାବେ ଜଣାଇବେ। ଭିଡ଼ିଓ ପସନ୍ଦ ଆସିଲେ ଭିଡ଼ିଓକୁ ଲାଇକ୍ ଆଉ ସେୟାର କରିବାକୁ ଭୁଲିବେନି। ଆଜି ପାଇଁ ଭିଡ଼ିଓରେ ଏତିକି, ରହୁଛି। ନମସ୍କାର, ଜୟ ଜଗନ୍ନାଥ।